ନମସ୍କାର, ଜୟ ଜଗନ୍ନାଥ। ଆଜି କେତେ ଗୁଡ଼ିଏ ଉପକାରୀ ଟିପ୍ସ। ଘରର ଉତ୍ତର ପଶ୍ଚିମ କୋଣରେ ମାଟି ପାତ୍ରରେ ଚାନ୍ଦିରେ କିଛି ରୂପାକୁ ଲାଲ କପଡ଼ାରେ ଗୁଡ଼ାଇ ଯଦି ଘରେ ଚାଉଳ ତା ଉପରେ ରଖିଦେବେ ତାହେଲେ ଘରେ ଧନର ଅଭାବ ରହେ ନାହିଁ। ନିଜ ଘରେ ହଳଦୀ କଣ୍ଟିଲକୁ ଲାଲ କପଡ଼ାରେ ବାନ୍ଧି ଯଦି ରଖିବେ ଘରେ ସମୃଦ୍ଧି ବୃଦ୍ଧିଥାଏ। ଯେଉଁ ମହିଳାମାନେ ସକାଳୁ ଉଠି ଗାଧୋଇଥାନ୍ତି ସେମାନଙ୍କ ବୃଦ୍ଧା ବୟସ ଶୀଘ୍ର ଆସିନଥାଏ। ଯଦି ବାସି ରୁଟି ସହିତ ଗୁଡ଼ ଆପଣ ଖାଉଛନ୍ତି ତେବେ ରୋଗ ହେବାର ସମ୍ଭାବନା ବହୁତ କମ୍ ହୋଇଥାଏ। ଯେଉଁ ମହିଳାମାନେ ବସିକି ଝାଡ଼ୁ ପୋଛା ଲଗେଇଥାନ୍ତି ସେମାନଙ୍କର ଅଣ୍ଟା ଯନ୍ତ୍ରଣାରୁ ରକ୍ଷା ମିଳିଥାଏ। ଯେଉଁ ସ୍ତ୍ରୀ ପୁରୁଷମାନେ ବସି ନ ରହି କିଛି ନା କିଛି କାମ କରିଥାନ୍ତି ସେମାନଙ୍କର ମୋଟାପଣ ଜନିତ ରୋଗକୁ ଦୂର ହେବା ସହିତ ଘରେ ମଧ୍ୟ ଅସୁବିଧା ହୋଇନଥାଏ। କିଛି ସମୟ କାନରେ ଯଦି ଆଙ୍ଗୁଠି ଦେଇକି କହିବ ମସ୍ତିଷ୍କ ସଂକେତ ଦେଇଥାଏ। ସକାଳେ ଓ ସନ୍ଧ୍ୟାରେ ବାସ୍ତୁ ଅନୁସାରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଘଣ୍ଟି ବଜାଇବା ଏବଂ ଦେବାଦେବୀଙ୍କୁ ଘଣ୍ଟ ଶଙ୍ଖର ଶବ୍ଦ ଅତ୍ୟନ୍ତ ପ୍ରିୟ ଲାଗିଥାଏ। ସକାଳ ସନ୍ଧ୍ୟା ସମୟ ନିୟମିତ ଭାବେ ଠାକୁର ଘରେ ଘଣ୍ଟି ବଜାଇବା ଉଚିତ। ଏହା କରିବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ, ଘର ଅଶୁଭ ଶକ୍ତି ଦୂର ହୋଇଥାଏ। ସମୟର ଧ୍ୟାନ ରଖିବା ଉଚିତ, ଯେପରିକି କ୍ଷୀର ଯେତେବେଳେ ଉତୁରିଥିଲା ବେଳେ ବା ଚା କଲାବେଳେ ଯଦି କ୍ଷୀର ଓ ଚା ଉତୁରିବାକୁ ଦେବେ ନାହିଁ। ବାରମ୍ବାର ଏସବୁ ହେଲେ ଘରେ ଖର୍ଚ୍ଚ ବଢ଼ିଥାଏ। ସେଥିପାଇଁ ଏସବୁ ଧ୍ୟାନ ଦିଅନ୍ତୁ, ଆପଣଙ୍କର ସୁଖମୟ ଜୀବନ ଅତିବାହିତ ହେବ। ନମସ୍କାର, ଜୟ ଜଗନ୍ନାଥ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଦୟାକରି ଚ୍ୟାନେଲଟାକୁ ସବସ୍କ୍ରାଇବ୍ ସହିତ ଲାଇକ୍ କରିବେ।